ପିଲାମାନେ ଚାଲ ଆମେ ଏବେ ଆଦର୍ଶ ଏଣ୍ଟ୍ରାନ୍ସ ପାଇଁ ଆମେ ସାମାଜିକର ପ୍ରଥମ ଚାପ୍ଟରଟି ପଢ଼ିବା। ପ୍ରଥମ ଚାପ୍ଟର ଆମର ଜଳ ହିଁ ଜୀବନ। ଆଜି ଆମେ କିଛି କ୍ୱେଶ୍ଚିନ୍ ସାରିବା। ପ୍ରଥମ କ୍ୱେଶ୍ଚିନ୍ ଅଛି ସାଗର ଓ ମହାସାଗର ଜଳ କିପରି ହୋଇଥାଏ? ତାର ଅପସନ୍ ହେଉଛି ଲୁଣିଆ, କଷା, ମଧୁର ଓ ପିତା। ଆମେ ଭଲସେ ଜାଣିଛେ ଯେ ମହାସାଗର ବା ସମୁଦ୍ରର ପାଣି ସବୁବେଳେ ହିଁ ଲୁଣିଆ ହୋଇଥାଏ, ତେଣୁ ଆମର ଏଠି ଉତ୍ତର ହେବ ଲୁଣିଆ। ଦ୍ୱିତୀୟ କ୍ୱେଶ୍ଚିନ୍ଟି ଆସିଲା ଆମ ଜୀବଜନ୍ତୁ ସମସ୍ତ ଜୀବଜନ୍ତୁ ମନୁଷ୍ୟ, ପଶୁ, ପକ୍ଷୀ ଏବଂ ଉଦ୍ଭିଦମାନେ ଜୀବନ ଧାରଣ କରିବା ପାଇଁ କେଉଁ ଜଳ ଉପରେ ନିର୍ଭର କରନ୍ତି? ଆମେ ତ କେବେ ବି ଆମେ ଲୁଣିଆ ଜଳ ପିଇପାରିବା ନାହିଁ, ତେଣୁକରି ଆମେ କ୍ଷାରୀୟ ବି ପିଇପାରିବା ନାହିଁ, ତେଣୁ ମଧୁର ଜଳ ଆମ ପାଇଁ ଉପଯୁକ୍ତ, ତେଣୁ ଉତ୍ତର ହେବ ଆମର ମଧୁର। 3 ନମ୍ବର ଆସିଲା ଭାରତର ସବୁଠାରୁ ବୃହତ ଲୁଣ ଉତ୍ପାଦନକାରୀ ଅଞ୍ଚଳ କେଉଁଠି ଅଛି? ଆମେ ଭଲସେ ଜାଣିଛେ ଆମର ଲୁଣି ନଦୀ ଅଛି ଆମର କେଉଁଠି? ଗୁଜରାଟ କଚ୍ଛ ରନ୍ରେ ସରିଛି, ତେଣୁକରି ଆମର ଅପସନ୍ ଦେଇଛି ଗୁଜରାଟ, ଆସାମ, ବିହାର, ମଧ୍ୟପ୍ରଦେଶ। ଉତ୍ତରଟି ହେବ ଆମର ଗୁଜରାଟ। ଓଡ଼ିଶାର କେଉଁଠାରେ ଲୁଣ ସଂଗ୍ରହ କରାଯାଉଛି? କେଉଁଠି? ଓଡ଼ିଶାର ଯେମିତି ଆମର କଳାହାଣ୍ଡି, ରାୟଗଡ଼ା, ହୁମା, ପିପିଲି 4ଟି ଅପସନ୍ ଦେଇଛି। ଆମେ ଭଲସେ ଜାଣିଛେ କେଉଁଠି? ହୁମାଠାରେ ଲୁଣ ଉତ୍ପାଦନ କରାଯାଉଛି, ଗଞ୍ଜାମର ହୁମାରେ। ଯଦି ଆମର ସେଠି ହୁମା ନଦୀକି ଆମର ଗଞ୍ଜାମ ଦେଇଥିବ, ଆମେ ସେଠି କ'ଣ ଲେଖିବା? ଗଞ୍ଜାମ ଲେଖିବା, କାରଣ ଗଞ୍ଜାମର ହୁମା ଜାଗାରେ ସେ ହିଁ ହେଉଛି। ଏସିଆର ସର୍ବବୃହତ ମଧୁର ଜଳାଶୟ କେଉଁଠି? ଗୋଟେ ହେଉଛି ଡଲାର ହ୍ରଦ, ଉଲାର ହ୍ରଦ, ଚିଲିକା ହ୍ରଦ କେଉଁଠି ନୁହେଁ? କାରଣ ଆମେ ଜାଣିଛେ କେଉଁଠି? ଉଲାର ହ୍ରଦରେ ହେଉଛି। ଆଉ 6 ନମ୍ବର ଆସିଗଲା ବାୟୁରେ ଥିବା ଜଳୀୟ ବାଷ୍ପ ଅତ୍ୟଧିକ ଥଣ୍ଡା ହେଲେ କିପରି ଆକାର ଧାରଣ କରିଥାଏ? ଜଳୀୟ ବାଷ୍ପ ସବୁବେଳେ ଥଣ୍ଡା ହୋଇଗଲେ ଜଳକଣାରେ ପରିଣତ ହୋଇଯିବ। ଜଳର କେତୋଟି ଅବସ୍ଥା ଥାଏ? ଜଳର ଆମେ ଜାଣିଛେ 3ଟି ଅବସ୍ଥା ଥାଏ, ଗୋଟେ କଠିନ, ତରଳ ଆଉ ଗ୍ୟାସୀୟ। ହେଇଗଲା 7 ନମ୍ବର କ୍ୱେଶ୍ଚିନ୍। ଆମର ଏବେ 8 ନମ୍ବର କ୍ୱେଶ୍ଚିନ୍ କରିବା। ତରଳ ପଦାର୍ଥକୁ ଗରମ କଲେ ତାହା କିପରି ହୋଇଥାଏ? ତରଳ ପଦାର୍ଥକୁ ଗରମ କଲେ କ'ଣ ହେବ? କଠିନ ହେବ ନା ବରଫ ହେବ ନା ବାଷ୍ପ ହେବ ନା କେଉଁଠି ନୁହେଁ? ତରଳ ପଦାର୍ଥକୁ ଆମେ ସବୁବେଳେ ଗରମ କରିଦେଲେ ସେ ବାଷ୍ପ ହିଁ ହୋଇଯିବ। ଆସିଗଲା ଆମେ ଏବେ 9 ନମ୍ବର କରିବା। ସମୁଦ୍ର, ନଦୀ ଓ ହ୍ରଦ ଇତ୍ୟାଦିରେ ଜଳକୁ ସୂର୍ଯ୍ୟତାପ ଗରମ କରି ଜଳୀୟ ବାଷ୍ପରେ ପରିଣତ କରେ। ଜଳୀୟ ବାଷ୍ପ ମେଘ ସୃଷ୍ଟି କରେ, ଯାହା ବର୍ଷା, ତୁଷାର ଓ କୁଆପଥର ଭାବରେ ତଳକୁ ଆସେ। ଏହି ଜଳ ପୁଣି ନଦୀ, ହ୍ରଦ ଓ ସମୁଦ୍ରକୁ ଫେରିଯାଏ। ପ୍ରକୃତିର ଜଳର ଏହି ନିରନ୍ତର ବୃତ୍ତାକାର ଗତିକୁ କ'ଣ କୁହାଯାଏ? ନଦୀ କ'ଣ? ନଦୀର ଏଇ ଯେ ଆମେ ବୃତ୍ତାକାର ଗତିକୁ ଆମେ ପଢ଼ିଛେ, ଜଳଚକ୍ର, ବାଷ୍ପୀକରଣ, ପୃଥିବୀ ଚକ୍ର ଆଉ କେଉଁଠି ନୁହେଁ? ଆଙ୍କ ଭିତରୁ ଆମେ ଜାଣିଛେ ଜଳଚକ୍ର ହିଁ କୁହାଯାଏ। 10 ନମ୍ବର ଏବେ କରିବା। ଭାରତର ସନ୍ତସନ୍ତିଆ ଭୂମିରେ ଦେଖାଯାଉଥିବା ଏକ ସ୍ୱତନ୍ତ୍ର ବିଲେଇର ପାଦ କିପରି ହୋଇଥାଏ? ଆମେ ଜାଣିଛେ ବିଲେଇର ପାଦ କିପରି ହୋଇଥାଏ? ନଖଯୁକ୍ତ, ପରଦାଯୁକ୍ତ, ପଞ୍ଜାଯୁକ୍ତ କେଉଁଠି ନୁହେଁ? ପରଦାଯୁକ୍ତ ହୋଇଥାଏ। ଉତ୍ତର ହେବ ତାହେଲେ ଆମର ପରଦାଯୁକ୍ତ। ପୃଥିବୀର ଏକମାତ୍ର ଭାସମାନ ଜାତୀୟ ଉଦ୍ୟାନ କେଉଁଠି ରହିଛି? ବିହାର, ମଣିପୁର, ମନାଲି, ଉତ୍ତରପ୍ରଦେଶ। କେଉଁଠି ଅଛି? ମଣିପୁରରେ ଅଛି। ତାପରେ ସାଙ୍ଗାଇ ହରିଣ ଓ ଭାସମାନ ଦ୍ୱୀପ ପାଇଁ କେଉଁ ଜାତୀୟ ଉଦ୍ୟାନ ପ୍ରସିଦ୍ଧ ଅଛି ଆମର? ଆମେ ଜାଣିଛେ କ'ଣ ଜାଣିଛେ? କେଇବୁଲ ଲାମଜାଓରେ ଅଛି, ତେଣୁକରି ଆମର 4ଟି ଅପସନ୍ ଭିତରୁ 1 ନମ୍ବର ଏ ଅପସନ୍ଟି ହେବ କେଇବୁଲ ଲାମଜାଓ। ଗଭୀର ଭୂତଳରେ ଯେଉଁ ଜଳ ଜମା ହୁଏ ତାକୁ କ'ଣ କୁହାଯାଏ? ଉପର ଜଳ, ଭୂତଳ ଜଳ। ଆମେ ଶୁଣିଲେ କ'ଣ? ଭୂତଳ ଜଳ, ତେଣୁକରି ଆମେ ଦେଖିଲେ ଭୂତଳ ଜଳ ଯେଉଁଠି ଜମା ହୋଇଛି, ତେଣୁକରି ସେଠି ଆମେ ଲେଖିବା ଭୂତଳ ଜଳ, କାରଣ ମାଟି ତଳେ ଯେଉଁ ଜଳ ଜମା ହୋଇକି ରହିଥାଏ ତାକୁ ଭୂତଳ ଜଳ ବୋଲି ଆମେ କହିବା। 14 ନମ୍ବର କରିବା ଏବେ। ପୃଥିବୀର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି କେଉଁଠାରେ ଅବସ୍ଥିତ? ଆମେ ଜାଣିଛେ ଚୀନରେ ନାହିଁ, ଫ୍ରାନ୍ସରେ ବି ନାହିଁ, ଆମେରିକା ନାହିଁ, କିନ୍ତୁ ଏଇଟା ଭାରତରେ ଅଛି। ଏଇଟା ସବୁଠାରୁ କ'ଣ ବୃହତ ପ୍ରତିମୂର୍ତ୍ତି ହେଲା, ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି। ଷ୍ଟାଚ୍ୟୁ ଅଫ୍ ୟୁନିଟିର ଉଚ୍ଚତା କେତେ? 182 ମିଟର, 300 ମିଟର, 281 ମିଟର, 144 ମିଟର। ଷ୍ଟାଚ୍ୟୁ ଅଫ୍ ୟୁନିଟିର ଉଚ୍ଚତା ଆମର 182 ମିଟର। ଆଜି ପିଲାମାନେ ଆମେ ଏଇ 15ଟି କ୍ୱେଶ୍ଚିନ୍ କଲେ, କାଲି ଆଉ କିଛି କ୍ୱେଶ୍ଚିନ୍ ଆମେ କରିବା। ସମସ୍ତେ ମନ ଦେଇ ବୁଝିବ ଆଉ ପଢ଼ିବ।